ଦେଖନ୍ତୁ ପିଲାମାନେ ଆଉ ଓରିଡ୍ ହବାର ନାହିଁ। ମାଟ୍ରିକ୍ ରେଜଲ୍ଟକୁ ନେଇ ପିଲାମାନେ ବହୁତ ଦିନ ହେବ ଟେନସନ୍ ଭିତରେ ଅଛନ୍ତି। ସେମାନଙ୍କର ମାଟ୍ରିକ୍ ରେଜଲ୍ଟ କ'ଣ ପାଇଁ ଘୋଷଣା ହେଉନାହିଁ। ୟୁଟ୍ୟୁବରେ ମଧ୍ୟ ବହୁ ଭିଡ଼ିଓ ଆସୁଛି। 25ରେ ଆସିବ, 27ରେ ଆସିବ, 29ରେ ଆସିବ, ମେ ଶେଷ ସପ୍ତାହରେ ମାଟ୍ରିକ୍ର ରେଜଲ୍ଟ ଆସିବ। ଏମିତି ବହୁ ଡେଟ୍ ଭାଇରାଲ୍ ହେଉଛି। ପିଲାମାନେ ଟେନସନ୍ ଭିତରେ ଅଛନ୍ତି। ଏହା ଭିତରେ ସଠିକ୍ ନ୍ୟୁଜ୍ଟି କ'ଣ ଅଛି, ସଠିକ୍ ରେଜଲ୍ଟ ଡେଟ୍ କ'ଣ ଅଛି, ରେଜଲ୍ଟ ଡେଟ୍ କ'ଣ ପାଇଁ ଘୋଷଣା ହେଉନି, ଏମିତି ପିଲାମାନେ ଦ୍ୱନ୍ଦ୍ୱ ଭିତରେ ଅଛନ୍ତି ମାଟ୍ରିକ୍ର ରେଜଲ୍ଟ ଡେଟ୍କୁ ନେଇକି। ଦେଖନ୍ତୁ ପିଲାମାନେ, କ'ଣ ପାଇଁ ଆପଣଙ୍କର ରେଜଲ୍ଟ ଡେଟ୍କୁ ଘୋଷଣା କରାଯାଉ ନାହିଁ ଆଉ ରେଜଲ୍ଟ କେବେ ଆସିବ ମୁଁ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିଦେବି, ଯାହାଫଳରେ କି ଆପଣଙ୍କ ମନରେ ଯାହା ବି ଡାଉଟ୍ ଅଛି ମାଟ୍ରିକ୍ ରେଜଲ୍ଟକୁ ନେଇ ତାହା ଆପଣଙ୍କ ମନରୁ ଦୂର ହୋଇଯିବ। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନେ ସବୁ ଜାଣିପାରିବେ। ଦେଖନ୍ତୁ ପିଲାମାନେ, ଆପଣମାନେ ଜାଣିଥିବେ ଏବେ ଓଡ଼ିଶାରେ ଇଲେକ୍ସନ୍ ଚାଲିଛି। ତୃତୀୟ ପର୍ଯ୍ୟାୟ ଇଲେକ୍ସନ୍ ଚାଲିଛି। ଏହାପରେ ଚତୁର୍ଥ ପର୍ଯ୍ୟାୟ ଇଲେକ୍ସନ୍ ଆସିବ। ଚତୁର୍ଥ ପର୍ଯ୍ୟାୟ ଇଲେକ୍ସନ୍ ପରେ ଓଡ଼ିଶାରେ ସବୁ ପ୍ରକାର ଇଲେକ୍ସନ୍ ସରିଯିବ। ଚତୁର୍ଥ ପର୍ଯ୍ୟାୟ ଇଲେକ୍ସନ୍ ରହିଛି 1 ତାରିଖ। 1 ତାରିଖ ପରେ ଇଲେକ୍ସନ୍ ସରୁଛି। 4ରେ ରେଜଲ୍ଟ ଆସିବାକୁ ଯାଉଛି। ଯେହେତୁ ଇଲେକ୍ସନ୍ ଅଛି, ଓଡ଼ିଶା ସରକାର କେବେ ଚାହିଁବେନି କି ମାଟ୍ରିକ୍ ରେଜଲ୍ଟ ଇଲେକ୍ସନ୍ ପୂର୍ବରୁ ବାହାରୁ ନେଗେଟିଭ୍ ଇମ୍ପାକ୍ଟ ସରକାର ଉପରେ ପଡ଼ୁ। କାଳେ ବିଜେଡ଼ି ସରକାର ଉପରେ ନେଗେଟିଭ୍ ଇମ୍ପାକ୍ଟ ପଡ଼ିବ, ସେଥିପାଇଁ ସେମାନେ ମାଟ୍ରିକ୍ ରେଜଲ୍ଟକୁ ବାହାର କରୁନାହାନ୍ତି। ଆଉ ଆପଣମାନେ ଗୋଟେ କଥା ଲେଖିକି ରଖନ୍ତୁ ଯେ କି ଇଲେକ୍ସନ୍ ପୂର୍ବରୁ ମାଟ୍ରିକ୍ ରେଜଲ୍ଟ, +2 ରେଜଲ୍ଟ କେବେ ବି ହେଲେ ପବ୍ଲିକ୍ ହେବ ନାହିଁ। ଆପଣମାନଙ୍କର 1 ତାରିଖ ପରେ ହୁଏତ ପବ୍ଲିକ୍ ହୋଇପାରେ, ନଚେତ୍ 4 ତାରିଖ ପରେ ପବ୍ଲିକ୍ ହୋଇପାରେ। ସେଥିପାଇଁ ଓରିଡ୍ ହେବାର ନାହିଁ। ଆଉ ଏତେ ଦିନ ଅପେକ୍ଷା କଲେ ଆଉ କିଛି ଦିନ ଅପେକ୍ଷା କରିବା। ଆମର ଇଲେକ୍ସନ୍ ପରେ ହିଁ ରେଜଲ୍ଟ ଆସିବାକୁ ଯାଉଛି। ବ୍ୟୁରୋ ରିପୋର୍ଟ, ସ୍ମାର୍ଟ ନ୍ୟୁଜ୍ ଓଡ଼ିଆ।